ଜଣେ ବ୍ୟକ୍ତି ଥିଲା ଯିଏ ସବୁବେଳେ କାହା ନା କାହାକୁ ଖରାପ କହୁଥିଲା। ଇଏ ଏମିତିକା ସେ ସେମିତିକା କିଛି ନା କିଛି ସେ କହୁଥିଲା। ଦିନେ ଥରେ ସେ ଗୋଟିଏ ପାର୍ଟି ଫଙ୍କସନ୍ ଗଲା। ଆଉ ପାର୍ଟି ଫଙ୍କସନ୍ରେ ସେ କିଛି ବି କାହାକୁ ବି କହୁଥିଲା। ସେ ଅନ୍ୟମାନଙ୍କୁ କହୁଥିଲା ତମର ଡ୍ରେସ୍ ଭଲ ଦେଖାଉନି, ତମେ ଭଲ ଦେଖାଯାଉନ। ତା ପାର୍ଟିରୁ ସବୁବେଳେ ନେଗେଟିଭ୍ ଏବଂ ଖରାପ ବାହାରୁଥିଲା। ଯେତେବେଳେ ସେ ଫଙ୍କସନ୍ରୁ ଘରକୁ ଆସୁଥିଲା ତା ସ୍ତ୍ରୀ ତାକୁ ରାସ୍ତାରେ କହିଲା, ଆଜି ମୁଁ ଆପଣଙ୍କୁ କିଛି କହିବାକୁ ଚାହୁଁଛି। ଆପଣ ସମସ୍ତଙ୍କ ବିଷୟରେ କିଛି ନା କିଛି କମେଣ୍ଟ କରିଥାନ୍ତି, ଇଏ ଏମିତିକା ସିଏ ସେମିତିକା, କିନ୍ତୁ ଯେତେବେଳେ ଆପଣ ସେଠାରୁ ଚାଲି ଆସନ୍ତି ଆପଣଙ୍କ ବିଷୟରେ ସବୁ ଲୋକ ଖରାପ କହିଥାନ୍ତି। ଆଉ ମୁଁ ଏଇସବୁ ଶୁଣିକି ମୋତେ ବହୁତ ଖରାପ ଲାଗେ। ଆଜିଠୁ ଯେବେ ବି କାହା ବିଷୟରେ କିଛି କହିବ ପ୍ଲିଜ୍ ତା ବିଷୟରେ ଖରାପ କହିବ ନାହିଁ। ସେଇ ବ୍ୟକ୍ତି ଯେତେବେଳେ ଘରକୁ ଆସିଲା ସେ ଶୋଇପାରୁନଥିଲା। ସେ ବାରମ୍ବାର କର ଲେଉଟୁଥିଲା। ସେ ଭାବୁଥିଲା ମୁଁ ଲୋକମାନଙ୍କୁ କମେଣ୍ଟ କରୁଛି, କ'ଣ ଲୋକମାନେ ମଧ୍ୟ ମୋ ବିଷୟରେ ଏମିତି କମେଣ୍ଟ କରିଥାନ୍ତି। ଯେତେବେଳେ ସେ ଏହିସବୁ ଭାବିଲା ତା ପରଦିନ ସେ ଡିସିସନ୍ ନେଲା କି ନାହିଁ ମୋର ଏଇ ଅଭ୍ୟାସକୁ ବଦଳାଇବାକୁ ପଡ଼ିବ। ସେ ନିଜକୁ ରିଅଲାଇଜ୍ କଲା କି ହଁ ମୋର ଭୁଲ ହୋଇଛି। ଆଉ ସେ ଜଣେ ସାଧୁ ପାଖକୁ ଗଲା। ଆଉ ସାଧୁ ଯାଇକି ତାର ପ୍ରୋବ୍ଲେମ୍ ବିଷୟରେ ସବୁ କହିଲା କି ସାଧୁ ମହାରାଜ ମୁଁ ଜୀବନ ସାରା ଲୋକମାନଙ୍କର ଉପହାସ ଉଡ଼େଇଲି, ଲୋକମାନଙ୍କୁ ଖରାପ ଖରାପ କହିଲି, ଆଉ ମୋତେ ଏବେ ଲାଗୁଛି ମୋତେ ଏଇସବୁକୁ ସୁଧାରିବା ଉଚିତ। ତ ସାଧୁ ମହାରାଜ କ'ଣ କହୁଛନ୍ତି, ତମେ ଗୋଟେ କାମ କର, ସେଇ ଗଛ ପାଖରେ ଗୋଟିଏ ଅଖା ଅଛି ଆଉ ଅଖାରେ କିଛି ପତ୍ର ଅଛି। ତମେ ସେଇ ଅଖାକୁ ନେଇକି ଗାଁର ମଝିରେ ସେଇ ପତ୍ର ଗୁଡ଼ାକୁ ଢାଳିକି ଆସ। ଆଉ ସାଧୁ ଯେମିତି କହିଲା ସେ ସେମିତି କଲା। ସେ ଗାଁ ମଝିକୁ ଗଲା ଆଉ ଗାଁ ମଝିରେ ପତ୍ର ଗୁଡ଼ିକୁ ଢାଳିକି ଅଖାକୁ ନେଇକି ଆସିଲା। ଆଉ ଯେତେବେଳେ ସେଇ ବ୍ୟକ୍ତି ସାଧୁ ପାଖରେ ପହଞ୍ଚିଲା ସାଧୁ କହିଲେ ତମେ ପୁଣି ଥରେ ସେଇ ଜାଗାକୁ ଯାଅ, ଆଉ ଯେତିକି ପତ୍ର ତମେ ପକାଇଥିଲ ସେଇ ପତ୍ର ଗୁଡ଼ାକୁ ତମେ କଲେକ୍ଟ କରି ମୋ ପାଖକୁ ଆସ। ସେ ସେମିତି ହିଁ କଲା। ସେ ଗାଁ ମଝିକୁ ଗଲା ଆଉ ଦେଖିଲା ସେଠାରେ କିଛି ବି ପତ୍ର ନଥିଲା। ସେ ପାଖାପାଖି ଦେଖିଲା ଆଉ ସେ 10-15ଟା ପତ୍ର କଲେକ୍ଟ କରିକି ଅଖାରେ ପୁରେଇକି ସାଧୁ ପାଖକୁ ନେଇକି ଆସିଲା। ଏବେ ସାଧୁ ତାକୁ ବୁଝାଉଛି, ଦେଖ ତମେ ଯେପରି ଗାଁର ମଝିରେ ସେଇ ପତ୍ର ଗୁଡ଼ିକୁ ଢାଳିକି ଆସିଲା ପରେ ତମେ ପୁଣି ଥରେ ସେଇ ସବୁ କଲେକ୍ଟ କରିପାରିଲା ନାହିଁ, ଠିକ୍ ସେହିପରି ତମେ ଯେଉଁ ଲୋକମାନଙ୍କର ନିନ୍ଦା କରୁଛ, ଲୋକମାନଙ୍କୁ ଖରାପ କହୁଛ, ତମେ ତାକୁ ପୁଣି ଥରେ ଠିକ୍ କରିପାରିବ ନାହିଁ। 10-15 ଲୋକମାନଙ୍କ ଆଗରେ ହୋଇପାରେ ତମେ ତମର ଇମେଜକୁ ଠିକ୍ କରିପାରିବ। ଯେମିତିକି ତମେ 10-15 ପତ୍ର ଗୁଡ଼ିକୁ କଲେକ୍ଟ କରି ଆଣିଲ, କିନ୍ତୁ ତମେ ଯେଉଁ କଥା ଗୁଡ଼ାକ କହିଛ ତମେ ତାକୁ ରିପ୍ଲେସ୍ କରିପାରିବ ନାହିଁ। ଥରେ ଯଦି ଭୁଲ କରିଦେଲ ସେ ପୁଣି ଥରେ ଠିକ୍ କରିପାରିବ ନାହିଁ। ଆମର କେଉଁ କପଡ଼ା ଚିରି ଗଲେ ଆମେ କପଡ଼ା ସିଲେଇବାକୁ ନେଇଥାନ୍ତି, ଆଉ କପଡ଼ା ସିଲେଇକି ଆଣିଲା ପରେ କପଡ଼ା ତ ଠିକ୍ ହୋଇଯାଏ, କିନ୍ତୁ ସେଥିରେ ଗୋଟେ ଦାଗ ରହିଯାଏ। ଆମେ ଏଇଟା କରିପାରିବା, ଆଗକୁ ଯେମିତି ଏହି ଭୁଲ ନ ହେବ ଆମେ ତା ଉପରେ ଧ୍ୟାନ ଦେବା। ଅଧିକାଂଶ ଲୋକ ଏହି ଜୀବର ମହତ୍ତ୍ୱକୁ ବୁଝିପାରନ୍ତି ନାହିଁ। ଆମ ବଡ଼ିର ସବୁଠୁ ହାଲକା ଅର୍ଗାନ ହେଉଛି ଜୀବ, ଆଉ ଅଧିକାଂଶ ଲୋକ ଏହି ଜୀବକୁ କଣ୍ଟ୍ରୋଲ କରିପାରନ୍ତି ନାହିଁ। ଏହି ଜୀବକୁ ସେତେବେଳେ ୟୁଜ୍ କର ଯେତେବେଳେ ଆର ଆକ୍ଚୁଆଲରେ ଜରୁରତ ପଡ଼ିବ। ଆପଣ ସେଇ ବ୍ୟକ୍ତି ସହିତ ରୁହ ନାହିଁ ଯେଉଁ ବ୍ୟକ୍ତି ନିଜର ଜୀବକୁ କଣ୍ଟ୍ରୋଲ କରୁନାହିଁ। ତା ମନକୁ ଯାହା ଆସିଲା ସେ କିଛି ବି କହିଦେଉଛି। ସେ ଏଇଟା ବୁଝୁନି ସାମ୍ନା ବାଲା ଉପରେ ତାର ପ୍ରଭାବ କ'ଣ ପକାଇବ। ଯଦି ଆପଣ ତା ସହିତ ରହିଲେ ଆପଣ ବି କିଛି ଦିନ ପରେ ସେଇ ସବୁ ବିହେଭ୍ କରିବେ, କାହିଁକିନା ତାର ସବୁ କ୍ୟାରେକ୍ଟର ଆପଣଙ୍କ ଉପରେ ରିଫ୍ଲେକ୍ଟ କରିବ। ଆଣ୍ଡ ଫାଇନାଲି ଦିସ୍ ଇଜ୍ ଦ ମେସେଜ ଅଫ୍ ଦ ଡେ। You look for goodness and you become a better version of yourself. See you next video. Be happy, be alive.